सब्सक्राइब करंतु एबे हम चैनल को एवं प्रेस करंतु बेल आइकन को जहा फଳରେ लेटेस्ट वीडियो नोटिफिकेशन आपण मानकु ही सर्वप्रथमे मिली जिवो। नमस्कार बंधुगण, केमिति अछंती आपण माने? आशा करूछि आपण समस्ते बहुत ही भलरे थिबे। आजिर ए भिडियो रे मु आपण मानको कहिबाको जाउछि कि आपण मानकर एही एप्रिल 18, 19 एवं 20 तारिखर दिन अर्थात एही 3 दिन आपण ସମସ୍ତଙ୍କ ପାଇଁ କିନା କିପରି ଭାବରେ କଟିବା ପାଇଁ କିନା ଯାଉଅଛି। ଆପଣ ମାନେ ଏହି 3 ଦିନକୁ କିପରି ଭାବରେ ପ୍ଲାନିଂ ମଧ୍ୟ କରିବେ। ଆପଣ ମାନଙ୍କର ଲଭ୍ ଲାଇନ୍ ସ୍ଥିତି ମଧ୍ୟ କିପରି ଭାବରେ ରହିବ। ଆପଣ ମାନଙ୍କର ବ୍ୟବସାୟ, କ୍ୟାରିୟର ଏବଂ ବିଜନେସ୍ ମଧ୍ୟ କିପରି ଭାବରେ ରହିବ। ଅର୍ଥାତ୍ ତଥା ଆପଣମାନଙ୍କର ସ୍ୱାସ୍ଥ୍ୟର କିଛି ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ମଧ୍ୟ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଦେବି। ଆଉ ତା ସହିତ ଆପଣମାନଙ୍କର ଏହି 3 ଦିନରେ କୌଣସି ନା କୌଣସି ଅସୁବିଧା ଏବଂ ସୁବିଧା ମଧ୍ୟ ଦେଖାଦେବ। ସେଥିପାଇଁ କିନା ଆପଣମାନଙ୍କ ପାଇଁ କିନା ମଧ୍ୟ ଆପଣମାନଙ୍କ ପାଇଁ କି ଗୋଟିଏ ଏହି ଭିଡ଼ିଓ ଶେଷରେ ଗୋଟିଏ ଉପାୟ ମଧ୍ୟ ଆପଣମାନଙ୍କୁ ଜଣେଇବି, ଯାହା ଫଳରେ କି ଆପଣମାନେ ଏହି 3 ଦିନକୁ ଆହୁରି ଅଧିକ ଶାନଦାର ଏବଂ ସୁଖଦପୂର୍ଣ୍ଣ କରିପାରିବେ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁ କିନା ଏହି 3 ଦିନ କ'ଣ ସତରେ ପଜିଟିଭ ହେବା ପାଇଁ କିନା ଯାଉଅଛି। ବିଶେଷ ଭାବରେ ଯଦି କହିବେ ଆପଣମାନଙ୍କୁ ବିଦ୍ୟାର୍ଥୀମାନଙ୍କୁ ଇଣ୍ଟରଭ୍ୟୁରେ ଏବଂ କ୍ୟାରିୟର ସମ୍ବନ୍ଧିତ କ୍ଷେତ୍ରରେ ଏବଂ କ୍ୟାରିୟର ସମ୍ବନ୍ଧିତ ପରୀକ୍ଷା କ୍ଷେତ୍ରରେ ସେମାନଙ୍କୁ ସଫଳତା ମିଳିବାର ପୁରା ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ କିନା ଆପଣମାନେ ପାଠପଢ଼ା ପ୍ରତି ଏକାଗ୍ରଚିତ ହୋଇକିନା ରୁହନ୍ତୁ। ଆପଣମାନଙ୍କର ସନ୍ତୁଳିତ ଦିନଚର୍ଯ୍ୟା କାରଣରୁ ଆପଣମାନଙ୍କର ସମୟର ସହିତ ସମସ୍ତ କାର୍ଯ୍ୟ ମଧ୍ୟ ପୁରା ହେବ। ତା ସହିତ ଯଦି କହିବେ ଆପଣମାନଙ୍କର ଧାର୍ମିକ ବ୍ୟକ୍ତି ପ୍ରବୃତ୍ତି ମାନଙ୍କ ଦ୍ୱାରା ଆପଣମାନଙ୍କର ସେମାନଙ୍କ ସହିତ ସାକ୍ଷାତ ମଧ୍ୟ ହେବ, ଯେଉଁଥିପାଇଁ କି ଆପଣମାନଙ୍କର ବିଚାରଧାରାରେ ସକାରାତ୍ମକ ପରିବର୍ତ୍ତନ ଦେଖିବା ପାଇଁ କିନା ମିଳିବ ତଥା ଜୀବନ ସହିତ ଜଡ଼ିତ କାର୍ଯ୍ୟ କରିବାର ବହୁତ ଭଲ ସମୟ ଅଟେ। ତା ସହିତ ଆପଣମାନଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ତା ସହିତ ସମ୍ପର୍କୀୟମାନଙ୍କ ସହିତ ଆପଣମାନଙ୍କର ମନୋରଞ୍ଜନର ପ୍ରୋଗ୍ରାମ ମଧ୍ୟ ରହିବ। ଆଉ ଆପଣମାନଙ୍କ ସମ୍ବନ୍ଧରେ ମଧ୍ୟ ଘନିଷ୍ଠତା ଦେଖାଦେବ। ପୂର୍ବ ଟାଇମରୁ ଆପଣମାନେ ଯେଉଁ ସବୁ କାର୍ଯ୍ୟ ପ୍ରତି ପରିଶ୍ରମ କରୁଥିଲେ ଏବେ ସେ ସବୁର ପରିଣାମ ଆପଣମାନଙ୍କ ଆଶାଠାରୁ ମଧ୍ୟ ଆପଣମାନଙ୍କୁ ପ୍ରାପ୍ତ ହେବ। ତା ସହିତ ଆପଣମାନଙ୍କର ଧାର୍ମିକ କ୍ଷେତ୍ର ପ୍ରତି ଆପଣମାନଙ୍କର ରୁଚି ମଧ୍ୟ ରହିବ। ତା ସହିତ ପୂର୍ବ ଟାଇମରୁ ଯେଉଁ ସବୁ କାର୍ଯ୍ୟ ପ୍ରତି ଆପଣମାନଙ୍କର ରୋକାବଟ ମଧ୍ୟ ଆସୁଥିଲା, ଏବେ ସେ ସବୁ କାର୍ଯ୍ୟ ଆପଣମାନଙ୍କର ବହୁତ ଆସାନୀରେ ମଧ୍ୟ ପୂରଣ ହୋଇଯିବ। ତା ସହିତ ବସ୍ତ୍ର ଏବଂ ଆଭୂଷଣ କ୍ଷେତ୍ରରେ ଆପଣମାନଙ୍କର କିଣାକିଣିରେ ଆପଣମାନେ ଆପଣମାନଙ୍କର ଟାଇମକୁ ସ୍ପେଣ୍ଡ ମଧ୍ୟ କରିବେ। ସମୟ ଆପଣମାନଙ୍କ ସପକ୍ଷରେ ଯିବ, ତେଣୁ ଆପଣମାନେ ତାର ସମ୍ମାନ ମଧ୍ୟ କରନ୍ତୁ। କୌଣସି ଶୁଭ ସମାଚାର ମିଳିବା କାରଣରୁ ଆପଣମାନଙ୍କ ଘରେ ଖୁସିର ମାହୋଲ ମଧ୍ୟ ରହିବ। ଆପଣମାନଙ୍କ ପରିଶ୍ରମରେ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣମାନେ ସମ୍ପନ୍ନ ମଧ୍ୟ କରିବେ। ଆପଣମାନଙ୍କର ଯୋଗ୍ୟତା ଏବଂ କ୍ଷମତା ଦ୍ୱାରା ପରିବାର ସଦସ୍ୟମାନଙ୍କ ଦ୍ୱାରା ଆପଣମାନେ ଗର୍ବିତ ଅନୁଭବ କରିବେ। କୌଣସି ବିଶେଷଜ୍ଞ ସହଯୋଗ ଆପଣମାନଙ୍କର ହଜିଥିବା ପ୍ରତିଷ୍ଠାକୁ ମଧ୍ୟ ପୁଣି ଥରେ ଫେରେଇ ଦେବ, ଯାହା ଫଳରେ ଆପଣମାନଙ୍କର ଆତ୍ମବିଶ୍ୱାସରେ ବୃଦ୍ଧି ମଧ୍ୟ ଘଟିବ। ଘରେ କୌଣସି ଧାର୍ମିକ ଆୟୋଜନ ମଧ୍ୟ ସମ୍ପନ୍ନ ହେବ। ତା ସହିତ ଆପଣମାନଙ୍କ ପାଇଁ କିନା ଏହି ଦିନ ବହୁତ ଭଲ ସିଦ୍ଧ ହେବ। ଏହି ଦିନରେ ଆପଣମାନଙ୍କୁ ନୂଆ ନୂଆ ସଫଳତା ମିଳିବାର ଅନେକ ମାତ୍ରାରେ ଯୋଗ ମଧ୍ୟ ବନୁଛି। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁ କିନା ଏହି ଦିନ ମାନଙ୍କରେ କ'ଣ ନେଗେଟିଭ ମଧ୍ୟ ରହିଛି। ଯଦି କହିବା କି ଆପଣମାନେ ଅଯଥାରେ କୌଣସି ଫ୍ରେଣ୍ଡସ୍ ମାନଙ୍କ ସହିତ ବୁଲାବୁଲିରେ ନିଜର ଟାଇମକୁ ଆଦୌ ବି ସ୍ପେଣ୍ଡ କରନ୍ତୁ ନାହିଁ। ତା ସହିତ ନିଜର ଶାରୀରିକ ଉର୍ଜାକୁ ମଧ୍ୟ ବନେଇକିନା ରଖନ୍ତୁ। ଆପଣମାନେ ଏହି ଦିନ ମାନଙ୍କରେ ଯଦି ଅଳସୁଆ ହେବେ, ତେବେ ଆପଣମାନଙ୍କର ହେଉଥିବା କାର୍ଯ୍ୟ ମଧ୍ୟ ଅଟକିଯିବ। ତା ସହିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଆପଣମାନେ ସମ୍ଭାଳିକିନା ରଖନ୍ତୁ, କାହିଁକି ନା ଏହାର ଭୁଲ ବ୍ୟବହାର ମଧ୍ୟ କେହି ଜଣେ କରିପାରନ୍ତି, ଯାହା ଫଳରେ ଆପଣମାନଙ୍କର ସ୍ୱାଭିମାନ ଉପରେ ଆଞ୍ଚ ମଧ୍ୟ ଆସିପାରେ। ତା ସହିତ ସନ୍ତାନମାନଙ୍କର ଗତିବିଧି ଉପରେ କଡ଼ା ଭାବରେ ନଜର ମଧ୍ୟ ରଖନ୍ତୁ। ତା ସହିତ ପିଲାମାନଙ୍କର ସମସ୍ୟାକୁ ବହୁତ ଭଲ ଭାବରେ ସୁଲଝାନ୍ତୁ। ଯଦି ଆପଣମାନେ ସେମାନଙ୍କ ଉପରେ କ୍ରୋଧ ଭାବ ଦେଖେଇବେ, ତେବେ ସେମାନଙ୍କ ମଧ୍ୟରେ ହିଂସା ଭାବ ନିହାତି ଭାବରେ ଦେଖାଦେବ। ତା ସହିତ ଆପଣମାନେ କାଳ୍ପନିକ କ୍ଷେତ୍ରରେ
ବିଶ୍ୱାସ ନ କରିକିନା ଆପଣମାନେ ଯଥାର୍ଥ ଉପରେ ବିଶ୍ୱାସ କରନ୍ତୁ। କିନ୍ତୁ ଆପଣମାନଙ୍କୁ ଧ୍ୟାନ ରଖିବାର ଅଛି କି ଆପଣମାନେ କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ତାର ଭଲ ଖରାପ ସ୍ଥିତି ଉପରେ ନଜର ମଧ୍ୟ ରଖନ୍ତୁ। କାହିଁକି ନା କିଛି ଭୁଲ ହେବାର ସମ୍ଭାବନା ମଧ୍ୟ ଲାଗୁଅଛି। ତା ସହିତ ଆପଣମାନେ ଅଧିକତରୁ ଆପଣମାନେ ଘରେ ନ କରି ବାହାରେ ଅଧିକତର ଟାଇମ୍ ମଧ୍ୟ ସ୍ପେଣ୍ଡ କରିବେ। କିନ୍ତୁ ଆପଣମାନଙ୍କୁ ସଫଳତା ପାଇବାକୁ ହେଲେ ଆପଣମାନଙ୍କର ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ଆପଣମାନେ କ୍ରୋଧ ହୋଇକିନା କିଛି ବି କାର୍ଯ୍ୟ କରନ୍ତୁ ନାହିଁ, ଯାହାଫଳରେ ଆପଣମାନଙ୍କର ସ୍ଥିତି ବିଗାଡ଼ି ମଧ୍ୟ ଯାଇପାରେ। ଆପଣମାନେ ସେଥିପ୍ରତି ସାବଧାନତା ରୁହନ୍ତୁ। ତା ସହିତ ଆପଣମାନେ ଅଯଥା ଖର୍ଚ୍ଚଠାରୁ ଦୂରେଇକିନା ରୁହନ୍ତୁ। କାହିଁକି ନା ଅଚାନକ ଆପଣମାନଙ୍କର ଅର୍ଥ ଖର୍ଚ୍ଚ ହେବାର ଯୋଗ ମଧ୍ୟ ରହିଛି। ତା ସହିତ ଆପଣମାନଙ୍କର ପଡ଼ୋଶୀମାନଙ୍କ ସହିତ ଆପଣମାନଙ୍କର ଲଢ଼େଇ ଝଗଡ଼ା ହେବାର ଯୋଗ ମଧ୍ୟ ରହିଛି। ସେଥିପାଇଁକିନା ଆପଣମାନେ ସାବଧାନତା ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କର ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ। ବୈବାହିକ ଜୀବନର ଆପଣମାନଙ୍କର ସୁଖମୟ ମଧ୍ୟ ରହିବ। ତା ସହିତ ପ୍ରେମ ଜୀବନରେ କାଫି ମଜବୁତ ମଧ୍ୟ ଦେଖାଦେବ। ଆଉ ପ୍ରେମ ଜୀବନ ପାଇଁ ଏହି ସମୟ ବହୁତ ଅନୁକୂଳ ଭରା ସମୟ ରହିବ। ପାରିବାରିକ ଗତିବିଧିରେ ଆପଣମାନଙ୍କର ସହଯୋଗ ସମର୍ପଣ ବାତାବରଣକୁ ଆପଣମାନଙ୍କର ଖୁସିଭରା ସାବ୍ୟସ୍ତ ମଧ୍ୟ କରିଦେବ। ଆଉ ସମ୍ବନ୍ଧରେ ଆପଣମାନଙ୍କର ବହୁତ ଅଧିକ ଘନିଷ୍ଠତା ମଧ୍ୟ ଦେଖିବା ପାଇଁକିନା ମିଳିବ। ଏବଂ ପତି ପତ୍ନୀଙ୍କ ସହିତ କିଛିଟା ମଧୁରତ୍ୱପୂର୍ଣ୍ଣ ଏବଂ ପତି ପତ୍ନୀଙ୍କ ମଧ୍ୟରେ ମଧୁରତା ମଧ୍ୟ ଆସିବ। ତା ସହିତ କୌଣସି ବି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ନିଜର ଜୀବନସାଥୀଙ୍କର ସହଯୋଗ ନିହାତି ଭାବରେ ନିଅନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କରେ ବ୍ୟବସାୟ କ୍ୟାରିୟର ମଧ୍ୟ କିପରି ଭାବରେ ରହିବ। ଯଦି କହିବା ଆପଣମାନଙ୍କର ଗ୍ରହମାନଙ୍କର ସ୍ଥିତି ଆପଣମାନଙ୍କ ସପକ୍ଷରେ ରହିବ, କୌଣସି ଭଲ କାର୍ଯ୍ୟ ଆପଣମାନଙ୍କର ସଫଳ ହେବ ଆଉ ଲାଭର ଉଚିତ ଅବସର ମଧ୍ୟ ଆପଣମାନଙ୍କୁ ପ୍ରାପ୍ତ ହେବ। ଆଉ ଚାକିରି ପେଶା ଲୋକମାନେ ନିଜର କାର୍ଯ୍ୟକୁ ବହୁତ ଧ୍ୟାନର ସହିତ ମଧ୍ୟ କରିବେ। ତା ସହିତ କୌଣସି ଭୁଲ ଭାଲ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁକିନା ଆପଣମାନେ ଲେଣ ଦେଣରେ ଧ୍ୟାନ ମଧ୍ୟ କେନ୍ଦ୍ରିତ କରିକିନା ରଖନ୍ତୁ। କୌଣସି ବଡ଼ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସିବ। ଆଉ ଚାକିରି ପେଶା ଲୋକମାନେ ନିଜର ଟାର୍ଗେଟକୁ ପୂରା କରିବା ଦ୍ୱାରା ସେମାନଙ୍କୁ ଖୁସି ମଧ୍ୟ ପ୍ରାପ୍ତ ହେବ। ଯେହେତୁ କୌଣସି ନୂଆ ସ୍ଥିତି ମଧ୍ୟ ବନୁଛି, କୌଣସି ବି ଡିଲ୍ ଫାଇନାଲ କରିବା ସମୟରେ ସମଝଦାରୀ ଏବଂ ଭାବି ଚିନ୍ତିକିନା କାର୍ଯ୍ୟ କରନ୍ତୁ, ଯାହାଫଳରେ ଆପଣମାନଙ୍କୁ ଲାଭ ମଧ୍ୟ ପ୍ରାପ୍ତ ହେବ। ତାହା ଫଳରେ ଆପଣମାନେ ସମୟର ସଦୁପଯୋଗ ମଧ୍ୟ କରିବେ। ତା ସହିତ ବ୍ୟବସାୟିକ ଗତିବିଧି ଆପଣମାନଙ୍କର ସୁଚାରୁ ରୂପରେ ଚାଲିବ। ଆଉ ଚାକିରି ପେଶା ନିଜର ବ୍ୟକ୍ତିଙ୍କୁ ଆଉ ଚାକିରି ପେଶା ଲୋକମାନଙ୍କୁ ନିଜର କାର୍ଯ୍ୟ ପ୍ରତି ସାବଧାନତା ରହିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଅନ୍ୟଥା ଅଧିକାରୀ ବର୍ଗଙ୍କର ନାରାଜିକାର ଶିକାର ମଧ୍ୟ ହେବା ପାଇଁକିନା ପଡ଼ିପାରେ। ବ୍ୟବସାୟିକ ବିଚାର ସମ୍ବନ୍ଧିତ ରୂପରେଖାରେ କୌଣସି ବି କାର୍ଯ୍ୟକୁ ଏହି ଦିନମାନଙ୍କରେ ଆପଣମାନେ ସ୍ଥଗିତ କରନ୍ତୁ। ଆର୍ଥିକ ସାଧନରେ ଆପଣମାନଙ୍କର ବୃଦ୍ଧି ହେବ, କିନ୍ତୁ କୌଣସି ବି ଅନୁଚିତ କାର୍ଯ୍ୟ କରିବାଠାରୁ ଆପଣମାନଙ୍କୁ ସେସବୁ କ୍ଷେତ୍ରରେ ଦୂରେଇ ରହିବା ପାଇଁକିନା ପଡ଼ିବ। ପ୍ରପର୍ଟି ସମ୍ବନ୍ଧିତ କାର୍ଯ୍ୟ କ୍ଷେତ୍ରରେ ପେପର ୱାର୍କ, ସେଥିରେ ମଧ୍ୟ ଆପଣମାନେ ଧ୍ୟାନ କେନ୍ଦ୍ରିତ କରିକିନା ରଖନ୍ତୁ। ଟିକେ ବି ଭୁଲ ଭାଲ ଆପଣମାନଙ୍କୁ ବହୁତ ପ୍ରୋବ୍ଲେମରେ ମଧ୍ୟ ପଡ଼ିପାରିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କର ସ୍ୱାସ୍ଥ୍ୟ କିପରି ଭାବରେ ରହିବ। କୌଣସି ଜାଗାରେ ଆପଣମାନଙ୍କୁ ବିଶେଷ ଭାବରେ ଆଘାତ ଲାଗିବାର ବିଶେଷ ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁକିନା ଆପଣମାନେ ବିଶେଷ ଭାବରେ ସାବଧାନତା ଅବଲମ୍ବନ ମଧ୍ୟ କରନ୍ତୁ। କିନ୍ତୁ ଆପଣମାନଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଆପଣମାନେ ଆହୁରି ଅଧିକ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁକିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁଖାସନ କରନ୍ତୁ ଏବଂ ଆୟୁର୍ବେଦିକ ଜିନିଷର ସେବନ ମଧ୍ୟ ନିହାତି ଭାବରେ କରନ୍ତୁ ଏବଂ ଆପଣମାନେ ସୁସ୍ଥ ମଧ୍ୟ ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏଇ ଦିନମାନଙ୍କରେ କ'ଣ ବିଶେଷ ଉପାୟ ମଧ୍ୟ ରହିଛି। ଆପଣମାନେ ଏଇ ଦିନମାନଙ୍କରେ ବିଶେଷ ଭାବରେ ସ୍ନାନ ଆଦି କରିସାରିଲା ପରେ ଶ୍ରୀହରି ବିଷ୍ଣୁଙ୍କୁ କିଛି ହଳଦିଆ ରଙ୍ଗର ମିଠାର ଭୋଗ ମଧ୍ୟ ଲଗାନ୍ତୁ ଏବଂ କେଶରର ତିଳକକୁ ସବୁଠାରୁ ପ୍ରଥମେ ଶ୍ରୀହରି ବିଷ୍ଣୁଙ୍କ ଚରଣରେ ଲଗେଇକି ତାପରେ ଆପଣମାନେ ଆପଣମାନଙ୍କର ମସ୍ତକରେ ଲଗାନ୍ତୁ। ବନ୍ଧୁଗଣ, ଆପଣମାନେ ଏପରି କରିବା ଦ୍ୱାରା ଆପଣମାନଙ୍କ ଉପରେ ଶ୍ରୀହରି ବିଷ୍ଣୁ ବହୁତ ଶୀଘ୍ର ଆପଣମାନଙ୍କ ଉପରେ ପ୍ରସନ୍ନ ମଧ୍ୟ ହେବେ ଆଉ ଆପଣମାନଙ୍କ ସମସ୍ତ କଷ୍ଟକୁ ମଧ୍ୟ ଦୂର କରିବେ। ଆଉ ଆପଣମାନଙ୍କ ଜୀବନରେ ଯେଉଁ ସବୁ ବି ପ୍ରୋବ୍ଲେମ ଚାଲିଛି, ସେ ସବୁର ପ୍ରୋବ୍ଲେମର ମଧ୍ୟ ବହୁତ ଶୀଘ୍ର ଅନ୍ତ ମଧ୍ୟ ହେବ।
ଆଉ ଆପଣମାନଙ୍କୁ ବହୁତ ଶୀଘ୍ର ହିଁ ଶୁଭଫଳ ପ୍ରାପ୍ତ ହେବ। ଆଉ ଆପଣମାନଙ୍କର ସମସ୍ତ ମନସ୍କାମନା ଶ୍ରୀହରି ବିଷ୍ଣୁ ଅବଶ୍ୟ ହିଁ ଆପଣମାନଙ୍କର ପୂରା କରିବେ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଶ୍ରୀହରି ବୈଷ୍ଣବ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।